ଭାସୁଛି ପଥର ବୁଡୁଛି ସୋଲ। କଥାଟି ଶୁଣିଲା ପରେ ନିଶ୍ଚିନ୍ତ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏ ହେଉଛି ସତ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଷେଣ୍ଢପୁରର ବୈତରଣୀ ନଦୀରେ। ଆପଣମାନେ ଶୁଣିଲେ ବି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ କଥାଟି ସତ୍ୟ। ଗୋଟିଏ ପଥର ନଦୀରେ ଭାସି ଭାସି ଆସୁଥିବା ବେଳେ ଜଣେ ଯୁବକ ତାକୁ ପାଇଥିଲେ। ସେତେବେଳେ ସେ ଜାଣିନଥିଲେ ଏଇଟା କ'ଣ, ସେ ଭାବିଥିଲେ ଏକ ସୋଲ, କିନ୍ତୁ ପାଇଲା ପରେ ଦେଖିଲେ ସେ ହେଉଛି ଏକ ପଥର ଯାହାର ୱେଟ୍ 3.5 କେଜିରୁ ଅଧିକା। ଲୋକଙ୍କ କହିବା ଅନୁସାରେ ଏ ହେଉଛି କଳିଯୁଗର ସଂକେତ। ଆସନ୍ତୁ ଦେଖିବା ସେହି ପାଣିରେ ଭାସୁଥିବା ପଥରର ଦୃଶ୍ୟ। ବୈତରଣୀ ଘାଟ ଷେଣ୍ଢପୁର ଘାଟରୁ ଆମର ଗୋଟେ ପଥର ଭାସିକି ଆସିଛି। ସେ ପଥର ଦେଖନ୍ତୁ ଲୋକମାନେ ପୂଜା କରିସାରିଲେଣି। ସେ ପଥର ପାଣିରେ ପଡ଼ିଲା ବେଳକୁ କାଳେ ଭାସୁଛି, ଦେଖିବା। ଗୁଡୁ ଟିକେ ପକେଇଲ ପାଣିରେ। 2.5 ରୁ 3 କିଲୋ ହବ। ହଁ, ଏତେ ଓଜନ ହବ? ଓଜନ କେତେ ଅଛି? 3.5 କିଲୋ କହୁଛନ୍ତି କାଠିଆକୁ। 3.5 ଏ ତ ବୁଡି ଯାଉଛି ନା କାଇଁ ବୁଡିଲା କାଇଁ? ନା, ଭାସୁଛି ଭାସୁଛି। ଠିକ ଠିକ, ତମ ସବୁ ଦେଖାଉ ସବୁ ଭାସୁଛି ବୋଲି ନାଇଁ? ମୁଣ୍ଡ ମାରି ନେଇଆ। ମୁଣ୍ଡର ମାରିକା ହନୁମାନଙ୍କ ଅଂଶ ବିଶେଷ ଆମେ ପାଇଗଲେ ଆଉ ନା କଣ? ଲୋକ ଦର୍ଶନ କରି ପଇସା ବି ପକେଇଲେଣି। ପ୍ରଭୁ ଜୟ ଶ୍ରୀରାମ। ଆମ ସମ୍ପୂର୍ଣ୍ଣ ନ୍ୟୁଜ୍ ଓଡ଼ିଆ ଚ୍ୟାନେଲକୁ ଲାଇକ୍, ସେୟାର ଏଣ୍ଡ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେ